ହ୍ୟାଲୋ ଫ୍ରେଣ୍ଡ, ସିନ୍ଦୁର ଖେଳ ସିରିଏଲରେ ଆଗାମୀ ଅଧ୍ୟାୟରେ ଆପଣମାନେ ଦେଖିବାକୁ ପାଇବେ ମଲ୍ଲିକା ଯାଇକି ଶୋଇଛି ଓ ତା ଶାଶୁ ଯାଇକି କବାଟ ବାଡ଼ଉଛି। ତ କ'ଣ ସତରେ ମଲ୍ଲିକା ସେ ପୂଜା କରିନାହିଁ କି ମାଣବସା ଓଷା କରିନାହିଁ ବୋଲି ମଲ୍ଲିକାର ଶାଶୁ ଜାଣିପାରିବ? ଜାଣିବା ପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଯଦି ଚ୍ୟାନେଲରେ ନୂଆ କରି ଆସିଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଓ ପାଖରେ ଥିବା ନୋଟିଫିକେସନ୍ ବେଲକୁ କ୍ଲିକ୍ କରିଦିଅନ୍ତୁ, ଯାହାଫଳରେ ସିନ୍ଦୁର ଖେଳ ସିରିଏଲରେ ଆଗାମୀ ଅଧ୍ୟାୟରେ କ'ଣ ହେବ ଲାଟେଷ୍ଟ ଅପଡେଟ୍ ଜାଣିପାରିବେ। ତ ଆଜି ମଲ୍ଲିକାର ଶାଶୁ ମଲ୍ଲିକାକୁ ଓ ଝିଲମିଲକୁ କହିଦେଇଛି ଯେ ତମେ ଦୁଇଜଣ ମିଶିକି ଆଜି ମାଣବସା ଓଷା କରିବ। ଆମେ ଯେପରି କରୁଥିଲୁ ତମେ ସେହିପରି ଦୁଇ ଯା ମିଶିକି ମାଣବସା ଓଷା କରିବ। ତ ଝିଲମିଲ ମଲ୍ଲିକାକୁ କହୁଛି ଯେ ଝିଲମିଲକୁ କହୁଛି ଯେ ଝିଲମିଲ ତୁ ଓଷା କର, ମୁଁ କରିବି ନାହିଁ, କିନ୍ତୁ କ୍ରେଡିଟ୍ ମୁଁ ବି ନେବି, ମୁଁ ଯାଇକି ଶୋଉଛି। ତ ଯେତେବେଳେ ଝିଲମିଲ କହିଲା ମୁଁ ସମସ୍ତଙ୍କୁ ଯାଇକି କହିଦେବି, ସେତେବେଳେ ରାସ ପୂର୍ଣ୍ଣିମାରେ ଘଟିଥିବା କଥା ସେ ମନେ ପକାଇଦେଲା, ଯେଉଁଟାକି ଝିଲମିଲ ପୂଜାରୀକୁ ଟଙ୍କା ଦେଇଥିବା। ତ ଝିଲମିଲ ଡରରେ କିଛି କହିଲା ନାହିଁ ଓ ଝିଲମିଲ ଏକା ସେ ପୂଜା କଲା, ପୂଜାର ସବୁ ଆୟୋଜନ ମଧ୍ୟ କଲା। ପୂଜା କରି ସାରିବା ପରେ ଝିଲମିଲ ଚା କରୁଥାଏ। ଚା କରି ସାରିକି ସେ ଆଣିଦେଲା ଓ ମଲ୍ଲିକାର ଶାଶୁ ସେ ଯାଇକି ଘର ଚାରିପଟେ ଦେଖିଲା, ପୂଜା ବହୁତ ସୁନ୍ଦରରେ ହୋଇଛି। ତେଣୁକରି ସେ ଆସିକି କହୁଛି ତୁମେ ଦୁଇ ଯାକୁ ଯାହା ମୁଁ କହିଥିଲି ତୁମେ ବହୁତ ସୁନ୍ଦର ଭାବରେ ତାକୁ ପାଳନ କରିଛ, ଦେଖିକି ମୋତେ ବହୁତ ଖୁସି ଲାଗୁଛି। ତ ସେତିକି ସମୟରେ ସୋନାଲି ଆସି କହୁଛି ମୋ ବୋହୂକୁ ମୁଁ ସେତିକି ଶିକ୍ଷା ଦେଇଛି, ମୋ ବୋହୂ ସେତିକି କରିପାରିବ, ମୁଁ ତାକୁ ଆଗରୁ ସେତିକି ଶିଖେଇଛି, କିନ୍ତୁ ଏସବୁ ମଲ୍ଲିକା କରିଥିବ ମୋର କାହିଁ କିଛି ବିଶ୍ୱାସ ହେଉନି। ତ ସେତିକି ସମୟରେ ମଲ୍ଲିକାର ଶାଶୁ କହୁଛି ତାହେଲେ ମଲ୍ଲିକାକୁ ତ ମୁଁ କହିଥିଲି କରିବା ପାଇଁ, ତାହେଲେ ମଲ୍ଲିକା ଯଦି କରିଛି ତାହେଲେ ମଲ୍ଲିକା ସେ କୁଆଡ଼େ ଗଲା ବୋଲି ସେ କହୁଛି। ତ ମଲ୍ଲିକାର ଶାଶୁ ସେ ଯାଇଛି ମଲ୍ଲିକା ରୁମକୁ, ଯାଇକି କବାଟ ବାଡ଼ଉଛି। କ'ଣ ମଲ୍ଲିକା ଶୋଇଛି ବୋଲି ମଲ୍ଲିକାର ଶାଶୁ ଜାଣିପାରିବ? ଏପଟେ ଆନ୍ୟା ସ୍କୁଲ ବାହାରିଛି ଆଉ ସେତିକି ସମୟରେ ଆନ୍ୟାର ମା ଆଦ୍ୟା ସେ ଭଗବାନଙ୍କୁ ପ୍ରାର୍ଥନା କରୁଛି ବା ମା ଲକ୍ଷ୍ମୀଙ୍କୁ ପ୍ରାର୍ଥନା କରିକି କହୁଛି ଯେ ହେ ଭଗବାନ, ହେ ମା, ତ ମୁଁ ଯେଉଁ କିଛି ବର୍ଷ ତଳେ ଛାଡ଼ି ଯାଇଥିବା ସମ୍ପର୍କକୁ ବିଷୟରେ ମୁଁ ବହୁତ ଦିନ ହେଲା ଛାଡ଼ିକି ଆସିଛି, ତୁମେ ତାଙ୍କ ପରିବାରକୁ ସୁରକ୍ଷା ରୁହ ଆଉ ଧନ ବୃଦ୍ଧି ସମୃଦ୍ଧି ହେଉଠୁ ଆଉ ତାଙ୍କ ପରିବାର କୁଶଳରେ ରହୁ। ଏତିକି କହୁଥିବା ସମୟରେ ଆନ୍ୟା ସେ କଥା ଶୁଣି ଦେଇଛି ଓ ତା ମାଆକୁ ପଚାରୁଛି କୋଉ କୁଶଳ କଥା କହୁଥିଲ ମା? ତ ସେତେବେଳେ ଆଦ୍ୟା କ'ଣ କହିବ କିଛି ଜାଣିପାରୁନାହିଁ, ସେ କଥାକୁ ଏପଟେ ସେପଟେ ବୁଲେଇ ଦେଲା ଓ ଦିବ୍ୟା ସେତେବେଳେ କହିଲା ଆମେ କହୁଥିଲୁ ଆମ ପରିବାର ପାଇଁ ମା ଲକ୍ଷ୍ମୀ ଆମକୁ କୁଶଳ କରନ୍ତୁ ବୋଲି। ତାପରେ ସେମାନେ ପିଠା କରିବା ପାଇଁ ବାହାରିଲେ। କହିଲେ ଆନ୍ୟା ତୁ ପରା ଆଜି ପିଠା ନେବୁ ସ୍କୁଲକୁ, ଆମେ ତୋତେ ଟିଫିନ ବକ୍ସରେ ପିଠା ଦେବୁ, ଚାଲ ଆମେ ପିଠା କରିବା। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ନିଜ ଫ୍ରେଣ୍ଡସ୍ ଓ ସାଙ୍ଗମାନଙ୍କୁ ସେୟାର କରନ୍ତୁ।